ଦେଖନ୍ତୁ ତୁମର +2 ଆଡ଼ମିସନ୍କୁ ନେଇକି ଏବଂ ତା ସହିତ ଯେଉଁମାନେ ବି ସ୍ଲାଇଡ୍ ଅପ୍ କରିବାକୁ ଚାହୁଁଛନ୍ତି ତ ଦେଖିବା ଆମେ ଲାଷ୍ଟ ଡେଟ୍ କେବେ ଅଛି ଆମେ ସମ୍ପୂର୍ଣ୍ଣ ଭାବରେ ଜାଣିବା। ଯେଉଁମାନଙ୍କର ଆଡ଼ମିସନ୍ କରିନାହାନ୍ତି +2 ଆଡ଼ମିସନ୍ କରିନାହାନ୍ତି ତାଙ୍କର ମେରିଟ୍ ଲିଷ୍ଟ ବାହାରିଛି କିନ୍ତୁ କ'ଣ ଆଡ଼ମିସନ୍ କରିନାହାନ୍ତି ଏପର୍ଯ୍ୟନ୍ତ ବୁଝିପାରିଲେ। ତ +2 ଫାର୍ଷ୍ଟ ସିଲେକ୍ସନ୍ ମେରିଟ୍ ଲିଷ୍ଟରେ ଯେଉଁମାନଙ୍କର ନାମ ବାହାରିଥିଲା ସେଇମାନେ ଦେଖନ୍ତୁ +2 ଆଡ଼ମିସନ୍ କରିନାହାନ୍ତି ଏପର୍ଯ୍ୟନ୍ତ ତାହେଲେ ଦେଖନ୍ତୁ ଏଇ ଡେଟ୍ରେ ନିଶ୍ଚୟ କରିଦେବେ ନହେଲେ ଆପଣମାନେ କରିପାରିବେ ନାହିଁ। ଏବଂ ସେକେଣ୍ଡ କଥା ହେଉଛି ଯେଉଁମାନେ ବି ସ୍ଲାଇଡ୍ ଅପ୍ ମାନେ କରିବା ପାଇଁ ଚାହୁଁଛନ୍ତି ଯେଉଁ କଲେଜରେ ଆପଣଙ୍କର ମନପସନ୍ଦ କଲେଜ ଆସିନି ଅପସନ୍ ତ ଆପଣମାନେ ଯଦି ସ୍ଲାଇଡ୍ ଅପ୍ କରିବାକୁ ଚାହୁଁଛନ୍ତି ତାହେଲେ ଦେଖନ୍ତୁ ସ୍ଲାଇଡ୍ ଅପ୍ର ଅପସନ୍ ବା ଲାଷ୍ଟ ଡେଟ୍ କେବେ ଅଛି ଆମେ ଜାଣିବା। ତ ଦେଖିପାରୁଥିବେ ପିଲେ ତୁମର 8 ତାରିଖରେ ବାହାରିଥିଲା ତୁମର ଫାର୍ଷ୍ଟ ମେରିଟ୍ ଲିଷ୍ଟ ସିଲେକ୍ସନ୍ ବୁଝିପାରିଲେ। ଫାର୍ଷ୍ଟ ମେରିଟ୍ ଲିଷ୍ଟ ସିଲେକ୍ସନ୍ କେବେ ବାହାରିଥିଲା ଆପଣଙ୍କର ବାହାରିଥିଲା କେବେ 8/7/2026ରେ ତ ଫାର୍ଷ୍ଟ ସିଲେକ୍ସନ୍ ମେରିଟ୍ ଲିଷ୍ଟ ଆପଣଙ୍କର ବାହାରିଥିଲା। ତ ପିଲା ଦେଖନ୍ତୁ ଆପଣଙ୍କର ରିପୋର୍ଟିଂ ଯେଉଁଟାକି ଆପଣଙ୍କର ଆଡ଼ମିସନ୍ ଥିଲା ହେଲା ତ ଆପଣଙ୍କର ଆଡ଼ମିସନ୍ କେବେ ଥିଲା ଏଠି ଦେଖିପାରୁଥିବେ ପିଲେ ତୁମର ଆଡ଼ମିସନ୍ 9/7/2026 ଟୁ ଆପଣଙ୍କର 15/7/2026 ଅପ୍ ଟୁ 6 PM। ତ ପିଲା ଆଜି କେତେ ତାରିଖ ଆଜି ହେଉଛି 14 ତାରିଖ ହେଲା ଆଜି 14 ତାରିଖ ତ ଆପଣଙ୍କ ହାତରେ ଆଉ ଗୋଟେ ଦିନ ରହିଲା 15 ଆପଣଙ୍କର ଦେଖିପାରୁଥିଲେ ଆପଣଙ୍କର ଏଇଠି ଲାଷ୍ଟ ଡେଟ୍ ରହୁଛି ଆପଣଙ୍କର ଆଡ଼ମିସନ୍ ଯେଉଁମାନେ କରିନାହାନ୍ତି ତାହେଲେ ନିହାତି ଭାବରେ ଏଇ ଡେଟ୍ 15 କାଲି ସୁଦ୍ଧା ଆପଣ 6ଟା ସୁଦ୍ଧା PMରେ ଦେଖିପାରୁଥିବେ 6ଟା ସୁଦ୍ଧା ଆପଣଙ୍କର ଆଡ଼ମିସନ୍ ଯେଉଁମାନଙ୍କର ସିଲେକ୍ସନ୍ ବାହାରିଛି ଫାର୍ଷ୍ଟ ସିଲେକ୍ସନ୍ରେ ଯାଇକି କରିଦେବେ ହେଲା। ଯେଉଁ କଲେଜରେ ମଧ୍ୟ ଆସିছে ସେମାନେ ଯାଇକି କରିଦେବେ ମନ ପସନ୍ଦର କଲେଜ ଆସିନି ତାହେଲେ ବି ଯାଇକି କରିଦେବେ ଏବଂ ସ୍ଲାଇଡ୍ ଅପ୍ କରିବେ। ପିଲା ଦେଖନ୍ତୁ ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା ରହୁଛି ଆପଣଙ୍କର ସ୍ଲାଇଡ୍ ଅପ୍ର ଲାଷ୍ଟ ଡେଟ୍ ଦେଖିପାରୁଥିବେ ଯେଉଁମାନେ ବି ସ୍ଲାଇଡ୍ ଅପ୍ କରିବାକୁ ଚାହୁଁଛନ୍ତି ତ ପିଲା ଏଇଠି ଦେଖିପାରୁଥିବେ ସ୍ଲାଇଡ୍ ଅପ୍ର ଲାଷ୍ଟ ଡେଟ୍ ମଧ୍ୟ ଆପଣଙ୍କର ମୁଁ ଦେଖାଇ ଦେଉଛି ହେଲା। ତ ଏଇଠି ଦେଖନ୍ତୁ ପିଲେ ତ ସ୍ଲାଇଡ୍ ଅପ୍ର ଫାର୍ଷ୍ଟ ସିଲେକ୍ସନ୍ର ସ୍ଲାଇଡ୍ ଅପ୍ ଯେଉଁମାନେ କରିବାକୁ ଚାହୁଁଛନ୍ତି 10/7/2026 ଆପଣଙ୍କର 16/7/2026 ଅପ୍ ଟୁ 6 PM। ତ ଏଇ ଡେଟ୍ ପିଲା ଦେଖନ୍ତୁ ଆପଣଙ୍କର 16 ମାତ୍ର ଆଉ କେତେ ଦିନ ରହିଲା ଆଜି 14 ମାନେ 15/16 ମାତ୍ର 2 ଦିନ ରହିଲା। ଯେଉଁମାନେ ବି ସ୍ଲାଇଡ୍ ଅପ୍ କରିନାହାନ୍ତି ଏବେ ହିଁ ଯାଇକି କମ୍ପ୍ୟୁଟର ସେକ୍ସନ୍କୁ ଯିବେ ଆଉ ସ୍ଲାଇଡ୍ ଅପ୍ କରିବେ। ଯାହା ବି ଯେଉଁମାନଙ୍କର କଲେଜ ଅପସନ୍ ଠିକ୍ଠାକ୍ ଆସିନି ମନ ପସନ୍ଦର କଲେଜ ଆସିନି ତାହେଲେ ସେମାନେ ସ୍ଲାଇଡ୍ ଅପ୍ କରିବାକୁ ଚାହୁଁଛନ୍ତି ତାହେଲେ ଏଇ ଡେଟ୍ରେ ପିଲେ ଯାଇକି ସ୍ଲାଇଡ୍ ଅପ୍ କରିବେ। ଯାହା ବି ଡାଉଟ୍ ରହୁଛି ମୋତେ ଜଣାଇବେ ବୁଝିପାରିଲେ। ଆଉ ଏଇଠି ଦେଖିବା ଯେଉଁମାନେ ସେକେଣ୍ଡ ସିଲେକ୍ସନ୍ ପାଇଁ ୱେଟ୍ କରୁଛନ୍ତି ପିଲେ ଯେଉଁମାନେ ସେକେଣ୍ଡ ସିଲେକ୍ସନ୍ ପାଇଁ ୱେଟ୍ କରୁଛନ୍ତି ତାଙ୍କର ବାହାରିବ କେବେ ପିଲେ ଦେଖ ତାଙ୍କର ସିଲେକ୍ସନ୍ ସେକେଣ୍ଡ ସିଲେକ୍ସନ୍ ପବ୍ଲିକେସନ୍ ଯେଉଁଟା କରେ 24 ତାରିଖ ବାହାରିବ ହେଲା। ତ ଯେଉଁମାନେ ବି ଫାର୍ଷ୍ଟ ସିଲେକ୍ସନ୍ ତାଙ୍କର ଆସିନି ସେକେଣ୍ଡ ସିଲେକ୍ସନ୍ ପାଇଁ ୱେଟ୍ କରୁଛନ୍ତି ସେମାନେ ୱେଟ୍ କରିବେ 24/7/2026 ଟୁ 28/7/2026 ଅପ୍ ଟୁ ହଁ ଏଇଠି ପିଲା ସରି ଦେଖ 23 ହେଲା ସେକେଣ୍ଡ ସିଲେକ୍ସନ୍ 23 ପିଲା ଆପଣଙ୍କର 23/7/2026 3 PMରେ ଆପଣଙ୍କର ସେକେଣ୍ଡ ସିଲେକ୍ସନ୍ +2ରୁ ବାହାରିବ ହେଲା। ସମସ୍ତେ ୱେଟ୍ କରିଥାନ୍ତୁ +2 ସେକେଣ୍ଡ ସିଲେକ୍ସନ୍ ବାହାରିଲେ ମୁଁ ଆପଣଙ୍କ ସହିତ ଜଣାଇଦେବି କେମିତି କ'ଣ ଚେକ୍ କରିବେ ବୁଝିପାରିଲେ। ତ ଏଇଠି ଥିଲା ଆପଣଙ୍କର ପ୍ରୋସେସ୍ ଯେଉଁମାନେ ବି ସ୍ଲାଇଡ୍ ଅପ୍ କରିବାକୁ ଚାହୁଁଛନ୍ତି ସ୍ଲାଇଡ୍ ଅପ୍ କରିନେବେ ଆଜି 2 ଦିନ ରହିଲା ଆମ ଗୋଟିଏ ଦିନ ରହିଲା ଯେଉଁମାନେ ବି ଆଡ଼ମିସନ୍ କରିନାହାନ୍ତି ସେମାନେ ଯାଇକି ଆଡ଼ମିସନ୍ କରିଦେବେ। ତ ଆଜି ପାଇଁ ଏତିକି ଥିଲା ଆଶା କରୁଛି ସମସ୍ତଙ୍କୁ ଭିଡ଼ିଓ ଭଲ ଲାଗିଥିବ ସମସ୍ତେ ଭିଡ଼ିଓକୁ ଲାଇକ୍ କରିଦେବେ ଚ୍ୟାନେଲକୁ ନଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଇଥିବେ ଅନେକ ପ୍ରତ୍ୟେକ ଦିନ ଆମେ ଏଭଳିଆ ଇମ୍ପୋର୍ଟାଣ୍ଟ ନୋଟିସ୍ ଆମ ପାଖକୁ ପହଞ୍ଚିଯିବ ରହିଲି ଧନ୍ୟବାଦ।